ଏପ୍ରିଲ 10 ତାରିଖରେ ଉତ୍ତର ପ୍ରଦେଶର କାଶଗଞ୍ଜରେ ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ କରିଥିବା 10 ଜଣଙ୍କ ମଧ୍ୟରୁ 8 ଜଣଙ୍କୁ ପୋଲିସ ଗିରଫ କରିଛି ଏବଂ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଅଭିଯୋଗକାରୀଙ୍କ ଅନୁଯାୟୀ ସେ ଏପ୍ରିଲ 10 ତାରିଖରେ ତାଙ୍କ ମଙ୍ଗେତରଙ୍କ ସହିତ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟକୁ ରାସନ କାର୍ଡ ତିଆରି କରିବା ପାଇଁ ଆବେଦନ କରିବା ପାଇଁ ଯାଇଥିଲେ। ଆଉ ରାସନ କାର୍ଡ କାମ ସରିବା ପରେ ସେମାନେ ନିଜର ବାଇକ୍ ଦ୍ୱାରା ଘରକୁ ଫେରୁଥିଲେ। ଆଉ ବାଟରେ ଭୋକ ଲାଗିବାରୁ ଏକ ଦୋକାନରୁ ଖାଦ୍ୟ ସାମଗ୍ରୀ କିଣିଲେ ଏବଂ ବହୁତ ଜୋରରେ ଖରା ହେଉଥିବାରୁ ଏକ କେନାଲ ପାଖରେ ଗୋଟେ ଗଛ ଥାଏ। ଆଉ ସେଇ ଗଛ ମୂଳରେ ସେ ଦୁଇ ଜଣ ବସିକି ଖାଇବା ଆରମ୍ଭ କଲେ। ଆଉ ଠିକ୍ ସେଇ ଟାଇମରେ ଖରା ପ୍ରବଳ ଜୋରେ ହେଉଥାଏ। ଏମାନେ ଗୋଟେ ଗଛ ତଳେ ବସି ଖାଉଥିଲେ। ଠିକ୍ ସେଇ ସମୟରେ 4 ରୁ 5 ଜଣ ଲୋକ ଆସିକି ଏମାନଙ୍କୁ ଧମକାଇଥିଲେ, ଟଙ୍କା ମଧ୍ୟ ମାଗିଥିଲେ। କିନ୍ତୁ ପ୍ରଥମ ଥର ଯେତେବେଳେ ଆକ୍ରମଣକାରୀ ଏମାନଙ୍କୁ ଧମକାଇଥିଲେ ଏମାନେ କିଛି ଟଙ୍କା ଦେଇନଥିଲେ। ପରବର୍ତ୍ତୀ ସମୟରେ ଆକ୍ରମଣକାରୀମାନେ ତାଙ୍କର ସେଠାକାର ଥିବା ସହଯୋଗୀମାନଙ୍କୁ ଡାକିଥିଲେ। ଖରାବେଳ ସମୟ, ନିଛାଟିଆ ଜାଗା, କୌଣସି ଲୋକ ମଧ୍ୟ ଚତୁଃପାର୍ଶ୍ୱରେ ନଥାନ୍ତି, କେବଳ ଏଇ 2 ଜଣଙ୍କୁ ଛାଡ଼ିଦେଲେ। ଆକ୍ରମଣକାରୀମାନେ ଯେତେବେଳେ ତାଙ୍କର ସହଯୋଗୀମାନଙ୍କୁ ଡାକିଲେ, ସେମାନେ ଆସିଲା ପରେ ଆକ୍ରମଣକାରୀମାନେ ତାଙ୍କର ସହଯୋଗୀମାନଙ୍କ ସହାୟତାରେ ଏହି 2 ଜଣ ଦମ୍ପତିକୁ ଏକ ଘର ଭିତରକୁ ଟାଣି ନେଇଯାଇଥିଲେ। ଆକ୍ରମଣକାରୀମାନଙ୍କ ମଧ୍ୟରୁ ଜଣେ ତାଙ୍କ ମଙ୍ଗେତରଙ୍କ ପୋଷାକ ଦେହରୁ ଖୋଲି ଦେଇଥିଲେ। ଆଉ ସେହି ସମୟରେ ଅନ୍ୟ ଜଣେ ତାଙ୍କର ଭିଡ଼ିଓ ମଧ୍ୟ କରିଥିଲେ। ଆଉ ଠିକ୍ ସେତିକିବେଳେ ସମୟ ପ୍ରାୟ 2:30 ହେବ। ଚାରିଆଡ଼େ ଜନଶୂନ୍ୟ, କୌଣସି ଲୋକ ମଧ୍ୟ ସେଠାରେ ନଥାନ୍ତି। ଆଉ ଠିକ୍ ସେଇ ଟାଇମରେ ଜଣକ ପରେ ଜଣେ ସେଇ ନବବିବାହିତା କରିବାକୁ ଯାଉଥିବା ନାବାଳିକାକୁ ଗଣ ଦୁଷ୍କର୍ମ କରିଚାଲିଲେ। ଆଉ ଗଣ ଦୁଷ୍କର୍ମ କରିସାରିବା ପରେ ତାଙ୍କ ମଙ୍ଗେତରଙ୍କୁ ଧମକାଇଲେ ଏବଂ 50,000 ଟଙ୍କା ଧମକାଇକି ମାଗିଲେ ଏବଂ କହିଲେ 50,000 ଟଙ୍କା ନଦେଲେ ତମ ଜୀବନ ଆମେ ନେଇଯିବୁ। ଆଉ ତାଙ୍କ ମଙ୍ଗେତର ଚାପଗ୍ରସ୍ତ ହୋଇ ଜଣେ ସାଙ୍ଗଙ୍କ ସହାୟତାରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣଙ୍କୁ UPI ମାଧ୍ୟମରେ 5,000 ଟଙ୍କା ପଠାଇଥିଲେ। ଝିଅଟି ବିବାହ କରିବା ପାଇଁ ଆଉ ମାତ୍ର 3 ଦିନ ବାକି ଥାଏ। ନିର୍ବନ୍ଧ ସରିଥାଏ, ସୁନା ଚେନ୍ ପକାଇଥାଏ ଏବଂ ନୂଆ ସୁନା କାନଫୁଲ ଲଗାଇଥାଏ। ଆକ୍ରମଣକାରୀ ଅଭିଯୁକ୍ତମାନେ ସୁନା ଚେନ୍ ଏବଂ ସୁନା କାନଫୁଲ ଛଡ଼ାଇ ନେଇଯାଇଥିଲେ। ଯୁବକମାନେ ପଳାଇ ଯିବା ପରେ ଝିଅଟି ତା ମଙ୍ଗେତର ସହିତ ଘରକୁ ଫେରିଥିଲା। ଝିଅଟି ବହୁତ ଜୋରରେ ଡରି ଯାଇଥାଏ ଏବଂ ଭୟଭୀତ ମଧ୍ୟ ହୋଇଥାଏ। ସେଥିପାଇଁ ସେ ତାର ମାଆକୁ କିଛି ଘରେ କହିଲା ନାହିଁ। ଝିଅଟି ପ୍ରଥମେ ଚୁପ୍ ରହିଲା ଏବଂ ପରବର୍ତ୍ତୀ ସମୟରେ ଝିଅଟିର ସ୍ୱାସ୍ଥ୍ୟ ଅବସ୍ଥା ଯେତେବେଳେ ଖରାପ ହେବାରେ ଲାଗିଲା, ତାର ମାଆ ତାକୁ ବାରମ୍ବାର ପଚାରିଲେ, କ'ଣ ହୋଇଛି କୁହ। ଯେତେବେଳେ ଝିଅଟିର ମାଆ ବାରମ୍ବାର ପଚାରିବାରୁ ଝିଅଟି କାନ୍ଦି କାନ୍ଦି ଘଟଣାଗୁଡ଼ିକ ସବୁ କହିଦେଲା। ଏ ସବୁ ଘଟଣାଗୁଡ଼ିକ ତାଙ୍କର ପରିବାର ଲୋକମାନେ ନିକଟସ୍ଥ ପୋଲିସ ଷ୍ଟେସନରେ FIR ଦେଇଥିଲେ। କାଶଗଞ୍ଜ ପୋଲିସ ଷ୍ଟେସନରେ ଭାରତୀୟ ନ୍ୟାୟ ସଂହିତା ଧାରା 70(2) ସାମୂହିକ ବଳାତ୍କାର, 126(2) ଭୁଲ ଭାବରେ ନିଷେଧ କରିବା, ଆଉ 351(3) ଅପରାଧିକ ଧମକ ଦେବା, 303(2) ଧାରା ଅନୁସାରେ ଚୋରି, ଏପରି ଅନେକ ଧାରା ଲାଗିଥିଲା ଏହି ଯୁବକମାନଙ୍କ ଉପରେ। କାଶଗଞ୍ଜର SP ଅଙ୍କିତା ଶର୍ମା କହିଛନ୍ତି, ପୀଡ଼ିତା ଜଣକ ନାବାଳିକା ହୋଇଥିବାରୁ ପୋସ୍କୋ ଆଇନ ଧାରା ଅନୁସାରେ ଧାରା 3 ଏବଂ ଧାରା 5 ମଧ୍ୟ ଲାଗୁ କରାଯାଇଅଛି। ଆଉ ମାମଲା ରୁଜୁ ହେବାର ଠିକ୍ 12 ଘଣ୍ଟା ମଧ୍ୟରେ କାଶଗଞ୍ଜର ପୋଲିସ 8 ଜଣଙ୍କୁ ଗିରଫ କରିଥିଲା। ଆଉ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି 8 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବିଜେପି ନେତା ଥିଲେ। ଆଉ ସେହି ବିଜେପି ନେତାଙ୍କ ନାମ ହେଉଛି ଅଖିଳେଶ ପ୍ରତାପ ସିଂ। ଆଉ 8 ଜଣ ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ହେଉଛି ଅଖିଳେଶ ପ୍ରତାପ ସିଂ, ଅମିତ କୁମାର, ସୋନୁ, ଅଜୟ କୁମାର, ରିଙ୍କୁ, ସୌରଭ, ବ୍ରଜେଶ କୁମାର ଏବଂ
ସୋନୁ କୁମାର ବୋଲି ଏସ୍ପି କହିଛନ୍ତି। ଆଉ ଏ ସମସ୍ତ ଅପରାଧୀମାନେ ନିକଟରେ ରହୁଥିବା ଗ୍ରାମରେ ଏମାନେ ବାସ କରନ୍ତି। ଏମାନଙ୍କୁ ପୋଲିସ ଆରେଷ୍ଟ କରିସାରିଲା ପରେ ଅଭିଯୁକ୍ତମାନଙ୍କଠାରୁ ଅଶ୍ଳୀଳ ଭିଡିଓ ହୋଇଥିବା ସେହି ଭିଡିଓଟିକୁ ଜବତ କରିଛି ପୋଲିସ। ଏହି ଗଣଦୁଷ୍କର୍ମ ସମସ୍ତଙ୍କୁ ଚକିତ କରିଦେଇଛି। ଏହା ସହିତ ମହିଳାଙ୍କ ସୁରକ୍ଷା ଉପରେ ଗଭୀର ପ୍ରଶ୍ନ ମଧ୍ୟ ଉଠିଛି। ଆଉ ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଝିଅଟିର ପରିବାରକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ମ୍ୟାଜିଷ୍ଟ୍ରେଟ ଏବଂ ଏସ୍ପି ତାଙ୍କ ଘରକୁ ଯାଇ ପୀଡ଼ିତାଙ୍କ ପରିବାରକୁ 5 ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିଲେ ଏବଂ ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଦୋଷୀକୁ କଠୋରରୁ କଠୋର ଶାସ୍ତି ମିଳିବା ପାଇଁ ମଧ୍ୟ କହିଛନ୍ତି। ସତର୍କ ରୁହନ୍ତୁ, ସାବଧାନ ରୁହନ୍ତୁ। ପୁଣି ଦେଖା ହେବ ଆଉ ଏକ ନୂଆ କ୍ରାଇମ୍ ଷ୍ଟୋରିରେ।